मेघमाଳରେ शीघ्र आगमन करुथिबा आम्भମାନଙ୍କ प्रभु ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ତାହାଙ୍କ ବାକ୍ୟ ଜରିଆରେ ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ ସମସ୍ତଙ୍କୁ ସେ କଥା ହେଉଛନ୍ତି, ଉତ୍ସାହିତ କରୁଅଛନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦଉଛି। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ନିୟମିତ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଶେଷ ସମୟରେ ବିଶ୍ୱାସୀମାନେ କ'ଣ କରିବା ଉଚିତ। ଆଜିର ପ୍ରସଙ୍ଗ ହେଲା ଶେଷ ସମୟରେ ବିଶ୍ୱାସୀମାନେ କ'ଣ କରିବା ଆବଶ୍ୟକ ରହିଛି। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯେ ଶେଷ ସମୟରେ ଅଛୁ ତାହା ନୁହେଁ, ଶେଷ ମୁହୂର୍ତ୍ତରେ ଆମେ ଅଛୁ। ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବାର ଶେଷ ମୁହୂର୍ତ୍ତରେ ଅଛୁ। ପ୍ରଭୁଙ୍କର ଆଗମନ ହେବା ଶେଷ ମୁହୂର୍ତ୍ତରେ ଆମେ ଅଛୁ। ଆଉ ଏହିପରି ସମୟରେ ଆମର କର୍ତ୍ତବ୍ୟ କ'ଣ? ଏହିପରି ସମୟରେ ଆମେ କେଉଁ ବିଷୟ ପ୍ରତି ଅଧିକ ମନୋଯୋଗୀ ହେବା, କେଉଁ ବିଷୟ ପ୍ରତି ଆମେ ଧ୍ୟାନ ଦେବା, କେଉଁ ବିଷୟ ପ୍ରତି ଆମେ ଅଧିକ ଆସକ୍ତ ହେବା, ଆଜି ସେଇ ବିଷୟରେ ଆମେ ଅଳ୍ପ ସମୟ ବାକ୍ୟରେ କଥାବାର୍ତ୍ତା ହେବା। ଆପଣମାନଙ୍କ ନିକଟରେ ମୁଁ 5ଟି ବିଷୟ ରଖିବା ପାଇଁ ଚାହେଁ, ଯେଉଁ 5ଟି ବିଷୟ ପ୍ରତି ଆମେ ଏହି ଶେଷ ସମୟରେ ଅଧିକ ମନୋଯୋଗୀ ହେବା ଆବଶ୍ୟକ ରହିଛି। ପ୍ରଥମ ବିଷୟ ମୋ ସହିତ ଆପଣମାନେ ବାହାର କରିବେ ଏବ୍ରୀ ପୁସ୍ତକ 10 ଅଧ୍ୟାୟ 25 ପଦ। ଏବ୍ରୀ ପୁସ୍ତକ 10 ଅଧ୍ୟାୟ 25 ପଦରେ ଏହି ପ୍ରକାର ଲେଖାଯାଏ, ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଯେ କେହି କେହି କ'ଣ କରନ୍ତି, ମଣ୍ଡଳୀକୁ ସେମାନେ ପରିତ୍ୟାଗ କରନ୍ତି ନାହିଁ, ଉପାସନାକୁ ପରିତ୍ୟାଗ କରନ୍ତି। ସେମାନେ ଯୋଉଠି ଥିଲେ ମଧ୍ୟ ମୁଁ ଅମୁକ ମଣ୍ଡଳୀର, ମୁଁ ସେଠିକାର ବିଶ୍ୱାସୀ, ଏଇ ପ୍ରକାର କଥା ସେମାନେ କହନ୍ତି। କିନ୍ତୁ ସହଭାଗିତା ସେମାନଙ୍କ ପାଇଁ ବଡ଼ ନାହିଁ। ସହଭାଗିତା ଅନେକ ଆଜି ପରିତ୍ୟାଗ କରିକି ବଞ୍ଚୁଛନ୍ତି। ବାଇବଲ କହେ ଆମେ ସେହିପରି ନ କରୁ। ପ୍ରିୟମାନେ, ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ଏତିକି କହିବା ପାଇଁ ଚାହୁଁଛି ଯେ ଏହି ଶେଷ ସମୟରେ ଆପଣ ମଣ୍ଡଳୀ ସହଭାଗିତା ପରିତ୍ୟାଗ କରନ୍ତୁ, କାରଣ ପ୍ରଭୁଙ୍କର ଆଗମନ ଶୀଘ୍ର ହେବା ପାଇଁ ଯାଉଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ସେ ନେବା ପାଇଁ ଆସୁଛନ୍ତି ଯେଉଁମାନେ ମଣ୍ଡଳୀ ସହିତ ଲାଗି ରହିଛନ୍ତି। ମଣ୍ଡଳୀ ସହିତ ଲାଗି ରହି, ସହଭାଗିତାରେ ଲାଗି ରହି ଯେଉଁମାନେ ପବିତ୍ର ଜୀବନ ଯାପନ କରୁଛନ୍ତି, ସେମାନଙ୍କୁ ସେ ନେବା ପାଇଁ ଆସୁଛନ୍ତି। ସେଥିପାଇଁ ମଣ୍ଡଳୀରେ ନ ରହିଲେ ଆମେ କେବେ ମଧ୍ୟ ଆମେ ଫଳପୂର୍ଣ୍ଣ ଜୀବନ ଆମେ ବିତାଇ ପାରିବା ନାହିଁ। ମଣ୍ଡଳୀରେ ଲାଗି ନ ରହିଲେ ଆମେ କେବେ ଆତ୍ମିକତାରେ ଆମେ ବୃଦ୍ଧି ହେଇପାରିବା ନାହିଁ, ଫଳେଇ ପାରିବା ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଶାଖା ଯେବେ ବୃକ୍ଷରେ ଲାଗି ନ ରହେ ତାହେଲେ ସେ କେବେ ଫଳ ଫଳି ପାରେ ନାହିଁ। ସେଥିପାଇଁ ଆମେ ମଣ୍ଡଳୀ ସହଭାଗିତା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯେ କେହି କେହି କ'ଣ କରନ୍ତି, ମଣ୍ଡଳୀ ଉପାସନାକୁ ପରିତ୍ୟାଗ କରନ୍ତି। ଆମେ ସେ ପ୍ରକାର ନ କରୁ, ପରସ୍ପରକୁ ଆମେ ଉତ୍ସାହ ଦେଉ। ଯେଉଁ ଭାଇ ଆଜି ସହଭାଗିତା ଆସିନାହାନ୍ତି, ଯେଉଁ ଭଉଣୀ ଆସିନାହାନ୍ତି, ଆମକୁ ତାଙ୍କ ସହିତ ମିଶିବାର ଅଛି, ତାଙ୍କୁ ଏନକରେଜ କରିବାର ଅଛି, ମଣ୍ଡଳୀକୁ ଆଣିବାର ଅଛି। ଏହା ଏହି ଶେଷ ଦିନ ମାନଙ୍କରେ ବିଶ୍ୱାସୀ ମାନଙ୍କର ଦାୟିତ୍ୱ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ମଣ୍ଡଳୀ ସହଭାଗିତାରେ ଲାଗି ରହିବା ଆବଶ୍ୟକ ରହିଛି। କାରଣ ମଣ୍ଡଳୀ ବାହାରେ ଥିବା ଲୋକମାନଙ୍କୁ ପ୍ରଭୁ ନେବା ପାଇଁ ଆସୁନାହାନ୍ତି, ସେ ମଣ୍ଡଳୀରେ ଥିବା ଲୋକମାନଙ୍କୁ ସେ ନେବା ପାଇଁ ଆସୁଛନ୍ତି। ପ୍ରିୟମାନେ, ଆମେ ମଣ୍ଡଳୀ ସହଭାଗିତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ମୋ ସହିତ ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟ ତାର 10 ପଦ ଆପଣ ଦେଖିବେ। ଏହି ସ୍ଥାନରେ ପ୍ରକାର ଲେଖାଯାଉଛି, କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ
ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ ଆଉ ଦ୍ୱାର ବନ୍ଦ କରାଗଲା। ଏହି ଦିନ ମାନଙ୍କରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପ୍ରସ୍ତୁତ ହେବାର ଅଛି। କେଉଁ ବିଷୟରେ ପ୍ରସ୍ତୁତ ହେବାର ଅଛି? ଆମମାନଙ୍କର ଆତ୍ମିକ ଜୀବନ ପ୍ରତି ଆମେ ପ୍ରସ୍ତୁତ ହେବା। ପ୍ରସ୍ତୁତ ହେବାର ଅର୍ଥ ହେଲା ପାପକୁ ଛାଡ଼ିବା, ମନ ପରିବର୍ତ୍ତନ କରିବା, ପବିତ୍ର ଜୀବନ ଯାପନ କରିବା ଏବଂ ତାହାଙ୍କର ଆଗମନକୁ ପ୍ରିୟ ଜ୍ଞାନ କରି ଖୁସିରେ ଖୁସିରେ ଆନନ୍ଦରେ ପ୍ରଭୁଙ୍କ ସହିତ ଆମେ ଚାଲିବା। ପ୍ରିୟମାନେ, ଆମକୁ ଆଜି ଏହି ଭାରତ ଦେଶରେ ଏହି ପୃଥିବୀର ଲୋକମାନେ କହୁଛନ୍ତି ଏହି ଖ୍ରୀଷ୍ଟିଆନ ମାନଙ୍କୁ ଦେଶରୁ ବାହାର କରିଦିଅ, ଗାଁରୁ ବାହାର କରିଦିଅ, ପଞ୍ଚାୟତରୁ ବାହାର କରିଦିଅ। ପ୍ରିୟମାନେ, ଏସବୁ ବିଷୟ ଶୁଣିଲା ବେଳେ ଆମେ ଏତେ ଆନନ୍ଦ ଏତେ ଖୁସି ହେବାର ଅଛି ଯେ ମୋର ପ୍ରଭୁ ଆସୁଛନ୍ତି। ଆପଣମାନେ କହିଲେ ମଧ୍ୟ ମୁଁ ଏଇ ଗାଁ ଛାଡ଼ିବି, ନ କହିଲେ ମଧ୍ୟ ମୁଁ ଛାଡ଼ିବି, କାରଣ ମୋର ପ୍ରଭୁ ମୋତେ ନେବା ପାଇଁ ଆସୁଛନ୍ତି। ଆମେ ସେହି ଆଗମନ ପାଇଁ ନିଜକୁ ପ୍ରସ୍ତୁତ କରିବା। ଆମର ବର ଆମକୁ ନେବା ପାଇଁ ସେ ଆସୁଛନ୍ତି। ମେଘମାଳାରେ ଆମେ ତାହାଙ୍କୁ ସାକ୍ଷାତ କରିବା। କାହାକୁ? ଯେ ଇସ୍ରାଏଲ ଦେଶରେ ମାନବ ରୂପ ଧାରଣ କରି ଆସି ଆପଣଙ୍କର ପାପ ନିମନ୍ତେ, ମୋ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ଆମେ ତାହାଙ୍କୁ ସ୍ୱଚକ୍ଷୁରେ ଦେଖି ନାହୁଁ, ମାତ୍ର ଦିନେ ଆମେ ଦେଖିବୁ। ସେଥିପାଇଁ ଆମକୁ ପ୍ରସ୍ତୁତ ହେବାର ଅଛି। ଆମର ଚକ୍ଷୁକୁ ପ୍ରସ୍ତୁତ କରିବା, ଆମର ଚିନ୍ତାଧାରାକୁ ପ୍ରସ୍ତୁତ କରିବା, ଆମର ହସ୍ତକୁ ପ୍ରସ୍ତୁତ କରିବା, ଆମର ମୁଖକୁ ପ୍ରସ୍ତୁତ କରିବା। ଆମେ ତାହାଙ୍କର ଅପେକ୍ଷାରେ ରହିବା। ଏଇଟା ଏହି ଶେଷ ଦିନ ମାନଙ୍କରେ ଆମର ହେବାର ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣମାନଙ୍କ ନିକଟରେ ମୁଁ ତୃତୀୟ ବିଷୟ ରଖିବା ପାଇଁ ଚାହେଁ। ସେହି ମାଥ୍ୟୁ ଲିଖିତ ସୁସମାଚାର 24 ଅଧ୍ୟାୟ 4 ପଦ ଲେଖାଯାଏ, ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। 5 ପଦ, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ପ୍ରିୟମାନେ, ଆମେ କେଉଁ ବିଷୟ ଏହି ଶେଷ ଦିନ ମାନଙ୍କରେ ଆମେ ଅଧିକ ମନୋଯୋଗ କରିବାର ଅଛି? କେଉଁ ବିଷୟ ଆମେ କରିବା ଉଚିତ? ଯେ এই ପ୍ରକାର ଗୋଟେ ସମୟ ଆସିବ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବା ପୂର୍ବେ ବହୁତ ଲୋକ, ଅନେକ ଲୋକ ଭ୍ରାନ୍ତ ହେଇଯିବେ। କାହିଁକି ସେମାନେ ଭ୍ରାନ୍ତ ହେଇଯିବେ? ସେମାନେ ବାଇବଲ ନ ପଢିବା। ପ୍ରିୟମାନେ, ଏହି ଦିନ ମାନଙ୍କରେ ଆମେ ଅଧିକ ବାକ୍ୟକୁ ପଢିବାର, କାହାର ବାକ୍ୟକୁ ୟୁଟ୍ୟୁବରେ ଶୁଣିବା ପୂର୍ବେ, କୌଣସି ବ୍ୟକ୍ତିର ଲେଖାକୁ ପଢିବା ପୂର୍ବେ ଆମକୁ ବାଇବଲ ପଢିବାର ଅଛି। ନହେଲେ ଆମେ ଭ୍ରାନ୍ତ ହେଇଯିବା। ପ୍ରିୟମାନେ, ଇସ୍ରାଏଲ ଦେଶରେ ଅର୍ଥାତ୍ ଜିହୁଦୀ ଲୋକମାନେ ସେମାନେ ଖ୍ରୀଷ୍ଟଙ୍କର ମସିହଙ୍କର ଅପେକ୍ଷାରେ ଥିଲେ। ମାତ୍ର ସେହି ଖ୍ରୀଷ୍ଟଙ୍କୁ, ସେହି ମସିହଙ୍କୁ ସେମାନେ କଣ କଲେ? କ୍ରୁଶରେ ଟଙ୍ଗାଇ ଦେଲେ। କାହିଁକି ଟଙ୍ଗାଇ ଦେଲେ? କାରଣ ସେମାନେ ଶାସ୍ତ୍ରକୁ ବୁଝିପାରିଲେ ନାହିଁ, ଭ୍ରାନ୍ତ ହେଇଗଲେ। ଆମେ ସେହି ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷା କରୁ କରୁ ଆମେ ଏହି ଦିନ ମାନଙ୍କରେ ଯେପରି ଭ୍ରାନ୍ତ ନ ହେବା, ସେଥିପାଇଁ ଆମକୁ କଣ କରିବାର ଅଛି? ଆମେ ବାଇବଲ ପଢିବାର ଅଛି। ବାକ୍ୟକୁ ଆମେ ଧ୍ୟାନ ସହକାରେ ପଢିବାର ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣମାନେ 24 ପଦ ପଢିବେ। ମାଥ୍ୟୁ 24:24 ଲେଖାଗଲା, କାରଣ ଭଣ୍ଡ ଖ୍ରୀଷ୍ଟ ମାନେ ଓ ଭଣ୍ଡ ଭାବବାଦୀ ମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ମନୋନୀତ ଲୋକମାନେ ମଧ୍ୟ ଶେଷ ସମୟରେ ଭ୍ରାନ୍ତ ହେଇଯିବେ। ପ୍ରିୟମାନେ, ଆମେ ଭ୍ରାନ୍ତ ହେବା ନାହିଁ। ଭ୍ରାନ୍ତ ନ ହେବା ପାଇଁ କଣ କରିବାର ଅଛି? ଆମକୁ ବାଇବଲ ପଢିବାର। ଏହି ଦିନ ମାନଙ୍କରେ ଆମେ ବାକ୍ୟ ବହୁତ ପରିମାଣରେ ପଢିବାର ଅଛି। ଆଜି ଖ୍ରୀଷ୍ଟିଆନ ସମାଜରେ ଏହି ପ୍ରକାର ଅନେକ ଭାଇ ଭଉଣୀ ମାନେ ଅଛନ୍ତି, ଯେଉଁମାନେ କି ସେମାନେ ବାଇବଲ ପଢନ୍ତି। ସେମାନେ ଡିଗ୍ରୀ ସାରିବା ପାଇଁ, ଡକ୍ଟରେଟ କରିବା ପାଇଁ, ଇଞ୍ଜିନିୟର ହେବା ପାଇଁ, ଓକିଲ ହେବା ପାଇଁ ସେ ଗୁଡ଼େ ସେମାନେ ବହି ପଢନ୍ତି, କିନ୍ତୁ ବାଇବଲ ପଢନ୍ତି। ପ୍ରିୟମାନେ, ପୃଥିବୀର ନମ୍ବର 1 ପୁସ୍ତକ, ପୃଥିବୀର ସତ୍ୟ ପୁସ୍ତକ, ଏକମାତ୍ର ସିଦ୍ଧ ଆଉ ପ୍ରକୃତରେ ପବିତ୍ର ପୁସ୍ତକ ବାଇବଲ ଅଟେ। ଆପଣଙ୍କୁ ମୋତେ ବାଇବଲ ପଢିବା ଆବଶ୍ୟକ ରହିଛି। ପ୍ରଭୁଙ୍କର ଗୌରବ ହଉ। ଆପଣମାନଙ୍କ ନିକଟରେ ମୁଁ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ଲୁକ ଲିଖିତ ସୁସମାଚାର ଆସିବେ 1 ଅଧ୍ୟାୟ। ଲୁକ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 38 ପଦରେ ଲେଖାଗଲା, ଏଥିରେ ମରିୟମ କହିଲେ, ଦେଖନ୍ତୁ ମୁଁ ପ୍ରଭୁଙ୍କ ଦାସୀ, ଆପଣଙ୍କ ବାକ୍ୟ ଅନୁସାରେ ମୋ ପ୍ରତି ଘଟୁ। ତାହାପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ। ପ୍ରଭୁଙ୍କର ଗୌରବ ହଉ।
ମୁଁ ଏ ବାକ୍ୟ ଦ୍ୱାରା ଆପଣଙ୍କୁ କହିବା ପାଇଁ ଚାହେଁ, ଏହି ଶେଷ ସମୟରେ ବିଶ୍ୱାସୀ ଆମେ କଣ କରିବାର ଅଛି? ଆମେ ପ୍ରଭୁଙ୍କର ଲୋକ ଭାବରେ ଆମେ ପରମେଶ୍ୱରଙ୍କର ଆଜ୍ଞାବହ ହେବାର ଅଛି। ପ୍ରଭୁଙ୍କର ଆଜ୍ଞାବହ ଆମେ ହେବା। ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ଆଗମନ ହେବାର ଶେଷ ମୁହୂର୍ତ୍ତରେ ମରିୟମ ବଞ୍ଚୁଥିଲେ, ଆଉ ମରିୟମଙ୍କୁ ଦୂତ ଆସି କହିଲେ, ଗୋ ମରିୟମ, ଧନ୍ୟ ତୁମେ ଅନୁଗ୍ରହ ପ୍ରାପ୍ତ ହୋଇଅଛ, ଆଉ ତୁମେ କଣ ହେବ? ଯେ ତୁମେ ଗର୍ଭବତୀ ହେବ, ତୁମେ ଗୋଟେ ପୁତ୍ର ପ୍ରସବ କରିବ, ଆଉ ତାଙ୍କର ନାମ ତୁମେ ଯୀଶୁ ଦେବ। ସେ ପରାତ୍ପର ଈଶ୍ୱରଙ୍କ ପୁତ୍ର ହେବେ, ଆହୁରି ସେ ସର୍ବଶକ୍ତିମାନ ହେବେ। ସେ ଯାକୁବଙ୍କ ବଂଶରେ କଣ କରିବେ? ରାଜ୍ୟ କରିବେ। ଏସବୁ କଥା ଶୁଣିଲା ପରେ ମରିୟମ କହିଲେ, ପ୍ରଭୁ, ମୁଁ ତ ପୁରୁଷକୁ ଜାଣେ ନାହିଁ, ମୁଁ କେମିତି ଗର୍ଭବତୀ ହେବି? ଏଇ କଥା କହିଲା ପରେ ସେ କହିଲେ ଯେ ପବିତ୍ର ଆତ୍ମା ତୁମକୁ ଆବରିବେ, ଆଉ ତୁମେ କଣ ହେବ? ଗର୍ଭବତୀ ହେବ। ମରିୟମ ସେ ଏଇ କଥାକୁ ସେ କଣ କଲେ ନାହିଁ? ଘୃଣା କଲେ ନାହିଁ। ମୋର ସମାଜରେ ମୋର ବେଇଜ୍ଜତ ହେବ, ସମାଜର ଲୋକମାନେ ମତେ କହିବେ, ମୋର ନାଁ ନିନ୍ଦିତ ହେବ, ମୁଁ ଗୋଟେ ଯୁବତୀ ଝିଅ, କୁଆଁରୀ ଝିଅ, ଏଇ ପ୍ରକାର ସେ କହିଲେ ନାହିଁ। ମାତ୍ର ପ୍ରଭୁଙ୍କ ଲାଗି ସେ କଣ କଲେ? ନିଜକୁ ସମର୍ପଣ କଲେ, ପ୍ରଭୁଙ୍କର ବାକ୍ୟକୁ ସେ ମାନିଲେ, ସେ ତାହାଙ୍କର ଆଜ୍ଞାବହ ହେଲେ। ସେଥିପାଇଁ ତାହାଙ୍କ ଗର୍ଭରେ ଯୀଶୁଖ୍ରୀଷ୍ଟ ଆସିଲେ, ତାଙ୍କ ଦେଇ ଏହି ପୃଥିବୀରେ ସେ ମାନବ ରୂପ ଧାରଣ କରି ଆସିଲେ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଗୁପ୍ତ ଆଗମନ, ରେପଚର, ସିକ୍ରେଟ କମିଂ, ଅର୍ଥାତ୍ ତାହାଙ୍କର ମଣ୍ଡଳୀକୁ ନେବାର ଶେଷ ମୁହୂର୍ତ୍ତରେ ଅଛୁ। ଆମେ ମଧ୍ୟ କଣ ହେବାର ଅଛି? ଆଜ୍ଞାବହ ହେବାର। ଯଦି ଆମେ ଆଜ୍ଞାବହ ହେବା, ତାହେଲେ ପରମେଶ୍ୱର କଣ କରିବେ? ଏ ଧରାପୃଷ୍ଠକୁ ଆସିବେ ଓ ଆମକୁ ସେ ନେଇଯିବେ। ପ୍ରଭୁଙ୍କର ଗୌରବ ହଉ। এই ଶେଷ ଦିନ ମାନଙ୍କରେ ଆମେ ଅନାଜ୍ଞାବହ ହେବା ନାହିଁ, ପ୍ରଭୁଙ୍କର ଆଜ୍ଞାବହ ହେବା। ତାହେଲେ ଆମେ ତାହାଙ୍କର ଆଗମନରେ ଆମେ ଉଠାଯିବା। ଶେଷ କଥା ମୁଁ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ଶେଷ ବିଷୟ, ପଞ୍ଚମ ବିଷୟ, ଦ୍ୱିତୀୟ ପିତର 3 ଅଧ୍ୟାୟ ତାର 12 ଆଉ 13 ପଦରେ ଲେଖାଗଲା, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସ ସ୍ଥଳ। ପ୍ରଭୁଙ୍କର ସ୍ତୁତି ହେଉ। ପ୍ରିୟମାନେ, ଏହି ଦିନ ମାନଙ୍କରେ ଆମକୁ କଣ କରିବାର ଅଛି? ଯେ ପ୍ରତିଦିନ ଧର୍ମ ଜୀବନ ଯାପନ କରୁ କରୁ, ପବିତ୍ର ଜୀବନ ଯାପନ କରୁ କରୁ ଆମେ ତାହାଙ୍କର ଅପେକ୍ଷା କରିବା, ତାହାଙ୍କର ଆଗମନର ଅପେକ୍ଷା କରିବା। ପ୍ରିୟମାନେ, ହେଇପାରେ ଆପଣ ଜବର ଅପେକ୍ଷାରେ ଅଛନ୍ତି, ଆପଣ ବାହାଘରର ଅପେକ୍ଷାରେ ଅଛନ୍ତି, କେଉଁ କେଉଁ ବିଷୟରେ ଆପଣ ଅପେକ୍ଷାରେ ଅଛନ୍ତି, ତାହା ହେବ କି ନାହିଁ ମୁଁ କହିପାରେ ନାହିଁ, କିନ୍ତୁ ପ୍ରଭୁଙ୍କର ଆଗମନ ହେବ, ତାହା ସୁନିଶ୍ଚିତ ଅଟେ। ତାହାଙ୍କର ପ୍ରତିଜ୍ଞା ବିଷୟରେ ସେ କେବେ ବିଳମ୍ବ କରିବେ ନାହିଁ। କୌଣସି ପ୍ରକାର ମନ୍ଦ ନୁହେଁ ଜବ ନିମନ୍ତେ ଅପେକ୍ଷା କରିବା, ବାହାଘର ନିମନ୍ତେ ଅପେକ୍ଷା କରିବା, ଆଉ କେଉଁ କେଉଁ ବିଷୟ ନିମନ୍ତେ ଅପେକ୍ଷା କରିବା, କୌଣସି ପ୍ରକାର ମନ୍ଦ ନୁହେଁ। କିନ୍ତୁ ତାଠାରୁ ଉର୍ଦ୍ଧ୍ୱରେ ପ୍ରଭୁଙ୍କର ଆଗମନକୁ ଆମେ ଅପେକ୍ଷା କରିବା। ତାଠାରୁ ଅଧିକ ଧ୍ୟାନ ସହକାରେ, ଅଧିକ ଗୁରୁତ୍ୱ ଭାବରେ ଆମେ ପ୍ରଭୁଙ୍କର ଆଗମନକୁ ଅପେକ୍ଷା କରିବା। ଏହା ବାଇବଲ କହେ। ଏହି 5ଟି ବିଷୟ ଆଜି ଆମେ ନିଜର କରିବା, ଆଉ ଏହି ଶେଷ ସମୟରେ ଏହି 5ଟି ବିଷୟ ପ୍ରତି ଆମେ ଧ୍ୟାନ ଦେବା। ପ୍ରଭୁ ଏହି ବାକ୍ୟଟି ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଗୋଟେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ। ବାପା, ତୁମେ ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ। ଆମେ ଶେଷ ମୁହୂର୍ତ୍ତରେ, ଶେଷ ସମୟରେ ଆମେ ଜୀବନ ଯାପନ କରୁଛୁ। ପିତା, ତୁମେ ଆମମାନଙ୍କୁ ଦୟା କର ପ୍ରଭୁ। ଆମେ ତୁମରି ଆଜ୍ଞାବହ ହେବୁ, ତୁମର ଆଗମନର ଅପେକ୍ଷାରେ ରହି ପ୍ରଭୁ ଏହି ଦିନ ମାନଙ୍କରେ ଯେଉଁ ଯେଉଁ ବିଷୟ ପ୍ରତି ଆମେ ଅଧିକ ଧ୍ୟାନ ଦେବା କଥା, ତ ବାକ୍ୟ ନିମନ୍ତେ ତୁମେ ଆମମାନଙ୍କୁ ପ୍ରଭୁ ତୁମ ବାକ୍ୟ ଦ୍ୱାରା କଥା ହେଇଛ, ତୁମ ନାମର ଗୌରବ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ